ମାନଙ୍କ ଭିତରେ ଲୋମା ଟିକେ ପ୍ରଭେଦ ରହିଯାଇଛି। କଣ ପ୍ରଭେଦ? କଣ ସେ ପ୍ରଭେଦଟି? ଆଜ୍ଞା ନା ଯାହାକୁ ଦ୍ୱିତୀୟ ଚରଣରେ ଆପଣ ମାନଙ୍କର ଫକୀର ମୋହନ ସେନାପତି କଲମ କରନ୍ତି। କଣ କଲମ କଲେ? କଣ କହିଲେ? କହିଲେ କେବଳ ଝାମତାଳ ଦୋଷ ମାତ୍ରା ଭାଇ ନା କହିଲେ କେବଳ ପଶୁର ଜ୍ଞାନ ନର ଠାରୁ ସାନ କେବଳ ପଶୁର ଜ୍ଞାନ ନର ଠାରୁ ସାନ କେବଳ ପଶୁର ଜ୍ଞାନ ଏଣୁ ଜ୍ଞାନହୀନ ପଶୁର ସମାନ ଝାମତାଳ ଦୋଷ ମାତ୍ରା ବ୍ୟାସ କବି ଫକୀର ମୋହନ ସେନାପତି ଦ୍ୱିତୀୟ ଚରଣରେ କହିଲେ କହିଲେ ହିମା କାହିଁକି ମଣିଷ ଶ୍ରେଷ୍ଠ ପ୍ରାଣୀ ହେଇଗଲା? ନା କେବଳ ଜ୍ଞାନରେ ପଶୁ ନର ଠାରୁ ହୀନ। ନର ଠାରୁ ପଶୁ ମାନଙ୍କର ଜ୍ଞାନ କମ ହେଇଥିବାରୁ ସେମାନେ ଶ୍ରେଷ୍ଠତ୍ୱ ପାଇନାହାନ୍ତି। ମଣିଷ ହେଇଗଲା ମାଲ କଣ ନା ଦୁର୍ଲଭ। ଏଣୁ ଯୋଉ ଦୁର୍ଲଭ ପ୍ରାଣୀ ଶରୀରରେ କଲେ କେବଳ ପଶୁର ଜ୍ଞାନ ନର ଠାରୁ ସାନ ଏଣୁ ଜ୍ଞାନହୀନ ନର ପଶୁର ସମାନ। ଏଣୁ ଯୋଉ ନର ନାରୀଙ୍କ ଭିତରେ ମା ଜ୍ଞାନ ନାହିଁ, ବିଚାର ନାହିଁ, ବିବେକ ନାହିଁ, ସେ ସମସ୍ତ ହଉଛନ୍ତି ଗୋଟିଏ ଗୋଟିଏ ପଶୁର ସମାନ। ତାହେଲେ ଏତେ ବାଟ କାହିଁକି ଗଲି? ଟିକେ ଫେରି ଆସ। କହିଲେ ଶଙ୍କର ଭବାନୀ ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପେଣ। ଏଇ ଶ୍ରଦ୍ଧା ବିଶ୍ୱାସ କୋଉ ମାନଙ୍କ ଭିତରେ ରୁହେ? ମା ଯାହା ଭିତରେ ବୁଦ୍ଧି ଜ୍ଞାନ ଅଛି। ଯଦି ବୁଦ୍ଧି ଜ୍ଞାନ ନାହିଁ, ବିଚାର ନାହିଁ, ତେବେ ସେମାନେ ସବୁର ଊର୍ଦ୍ଧ୍ୱକୁ ଚାଲିଯିବେ। ଶଙ୍କର ଭବାନୀ ବନ୍ଧା ହୁଅନ୍ତି କୋଉଠି? ନା ଯୋଡ଼ିଏ ରଜୁ ଗୋଟିଏ ହେଲା ଶ୍ରଦ୍ଧା ମା ଆଉ ଗୋଟିଏ ହେଲା ବିଶ୍ୱାସ। ଯାହା ଭିଅଙ୍ଗ ବିନା ନ ପଶନ୍ତି, ଯାହା ବିନା ମଣିଷ ମୁଣ୍ଡ ବାଡ଼େଇ ଦଉ ଆଜ୍ଞା ଠାକୁର ଶୁଣିବେନି। ତେବେ ଆଙ୍କୁ ବାନ୍ଧିବା ପାଇଁ, ଆଙ୍କୁ ବନ୍ଦିବା ପାଇଁ ଦରକାର କଣ? ନା ଶ୍ରଦ୍ଧା ଆଉ ବିଶ୍ୱାସ ରୂପକ ଗୋଟିଏ ଦୌଡ଼ି ବା ଶ୍ରଦ୍ଧା ଆଉ ବିଶ୍ୱାସ ରୂପକ ଏକ ମାନସିକତା। କିଏ କହିବ ଯେ ଏଇ ଯୋଉ ମୁଗୁନି ପଥରରେ ନିର୍ମିତ ହୋଇଛନ୍ତି ବୃଷଭ, ଆଙ୍କ ପୃଷ୍ଠଭାଗରେ ରହିଛନ୍ତି ଜଗତକର୍ତ୍ତା ବିଶ୍ୱ ନିୟନ୍ତା ଜଗଦମ୍ବା ମା ପାର୍ବତୀ ଆଉ ପରମେଶ୍ୱର ବୋଲି କେହି ଆଜ୍ଞା କହିପାରିବେ? କହିପାରିବେ? କିଏ କହିବେ? ନା ଯିଏ ହଉଛନ୍ତି ଭକ୍ତ, ଯିଏ ହଉଛନ୍ତି ଭକ୍ତା। ନାସ୍ତିକ ମାନେ ସଦାବେଳେ ମୁକ୍ତ କଣ୍ଠରେ କହିଛନ୍ତି। କଣ କହିଛନ୍ତି? ଜଣେ ଇଂରାଜୀ ସାହିତ୍ୟିକ ତାଙ୍କ ରଚନାରେ କୁହନ୍ତି, ଇଫ୍ ଏନିବଡି ଆର୍ଗ୍ୟୁସ୍ God is nowhere, at that time I can say God is now here. ହିମା କେବଳ ଓଡ଼ିଆ ସାହିତ୍ୟରେ ପାଲା ନାହିଁ। ଜଣେ ଇଂରାଜୀ ସାହିତ୍ୟିକ ଆପଣ ମାନଙ୍କର କହିଲେ ନାସ୍ତିକ ମାନେ ମତ କହୁଛନ୍ତି ଭଗବାନ କୋଉଠି ନାହାନ୍ତି। ହେ ନାସ୍ତିକ ଗଣ, ଯୋଉମାନେ କହୁଛ ଯେ ଭଗବାନ କୋଉଠି ନାହାନ୍ତି ବୋଲି, ତମରି ତୁଣ୍ଡରେ ତାର ଉତ୍ତର, ତମ ତୁଣ୍ଡରେ ନୁହଁ। ଯିଏ କହିଲା ଭଗବାନ କୋଉଠି ନାହାନ୍ତି ବୋଲି ତାରି ତୁଣ୍ଡରେ ତାରି ଉତ୍ତର। କହିଲେ ସେ ଉତ୍ତରଟା କିମୁତ ସରଳୀକରଣ କରିବାକୁ ବାହାରି ପଡ଼ିଲେ ଆପଣ ମାନଙ୍କର ମହାପୁରୁଷ ଅଚ୍ୟୁତାନନ୍ଦ। ମହାପାତ୍ରରେ ଗପ କହିଲେ ହବନି, ଠିଆ ହେଇକି ଚାହିଁଲେ ହବନି। ସ୍ୱଳ୍ପ ସମୟ ଭିତରେ ହୁଏତ ଆପଣ ମାନେ ଅଦ୍ୟାବଧି ମୁଁ
ଗୋଟିଏ ପଟେ ଆପଣ ମାନଙ୍କର ଜଗନ୍ନାଥ ଦାସଙ୍କୁ ରଖି ଏବେ ପର୍ଯ୍ୟନ୍ତ ଅନ୍ୟୁନ 15 ରୁ 20 କବିଙ୍କୁ ଆଣି ସାରିଲିଣି। ଆପଣ ମାନେ ଅପେକ୍ଷା କରନ୍ତୁ କେତେ କବି ଆସୁଛନ୍ତି କୋଉ କୋଉ କଥାରେ ଆସୁଛନ୍ତି। ତେବେ ମହାପୁରୁଷ ଅଚ୍ୟୁତ ମାଲ ଏ କଥାକୁ ସରଳୀକରଣ କରିବା ପାଇଁ ସୁନ୍ଦର ପଂକ୍ତିଟିଏ କହିଲେ। କଣ କହିଲେ? କଣ କହିଲେ? ସୁନ୍ଦର ପଂକ୍ତିଟିଏ ତ କହୁନାହାନ୍ତି। ସୁନ୍ଦର ନହେଲେ ବାଗ ହବନି। ଆରେ ନାସ୍ତିକ ମାନେ କହୁଛନ୍ତି ଭଗବାନ କୋଉଠି ନାହାନ୍ତି, କିନ୍ତୁ ଆସ୍ତିକ ମାନେ ଭକ୍ତ ମାନେ କହିଲେ ଭଗବାନ ଅଛନ୍ତି। ତାହେଲେ ଏ କଥାଟା ଅଛି କୋଉଠି? ମହାପୁରୁଷ ଅଚ୍ୟୁତ କଲେ ଭକ୍ତି ଦେବା ମୁକ୍ତି ରହିଥାଇ ବୈଷ୍ଣବ ବିନୁ কলে ভক্তি দেবা মুক্তি রহিথাই যুক্তাক্ষরে বৈষ্ণব বিনেবা কেহু জানিব সংসারে। হে জ্ঞানী মন্ডলী আপন মান বিচার করিবে। মহাপুরুষ অচ্যুত কহিলে ভক্তিটা আজ্ঞা অছি কোউঠি, মুক্তিটা অছি কোউঠি না ভক্তি দেবা মুক্তি রহিথাই যুক্তাক্ষরে। হ্যাঁ ভক্তি ଆଉ ମୁକ୍ତି ଯୋଡିଏ କଥା। ଆମେ ଯେତେ ଯାହା ସଂସାରରେ ଦେଖିଲେ ଆଜ୍ଞା କହିଲେ ଇଏ ଯୋଡିଏ କଥାର ଉର୍ଦ୍ଧ୍ୱରେ ଆଉ କେହି ଅଛନ୍ତି? ଦେଖିବା ମୋ ଗୁରୁଜନ ମଣ୍ଡଳୀ ଆପଣ ମାନେ ଯେତିକି ବସିଛନ୍ତି, ମୋ ମା ମାନେ ଯେତିକି ବସିଛନ୍ତି, ଆପଣ ମାନେ କହିଲେ ଏଠି ଆପଣ ମାନେ ରାତି ଅନିଦ୍ରା ହେଇ ଯେତିକି ଏଠି ବସିଛନ୍ତି, ଆ ଭିତରେ କୋଉ ଆଶାଟା ନେଇ ବସିଛନ୍ତି? ଏଠି ବସିଲେ ଆପଣଙ୍କୁ 10 ଟଙ୍କା ମିଳିବ? କାଲି ରୋଷେଇ କରିବା ପାଇଁ କିଛି ରୋଷେଇ ସାମଗ୍ରୀ ପରିବା କିଛି ମିଳିବ? କାହିଁକି ବସିଲେ? କାହିଁକି ନା ବସିଛେ ଆମେ ଏଇଥି ଲାଗି ଯେ ପ୍ରଭୁର କଥା ଆମେ ଟିକେ ନାକୁ ଶୁଣିବା। ପ୍ରଭୁ କଥା ଶୁଣିଲେ ହୁଏ କଣ ନା ଆମକୁ ମୁକ୍ତି ମିଳିଯାଏ। କେମିତି ମିଳେ ସେଗୁଡା କାଲି ମୁଁ ସମ୍ପୂର୍ଣ୍ଣ ଭାବରେ କହିବି, ଏବେ ତ ସମୟ ନାହିଁ। ଅଳ୍ପ ଅଳ୍ପରେ ଆଗକୁ ଆଗକୁ ଟିକେ ଯିବା। ତେବେ ଏତେ କଥା କହିବାର ଉଦ୍ଦେଶ୍ୟ କଣ ନା ଭକ୍ତି ଦେବା ମୁକ୍ତି ରହି ଥାଇ ଯୁକ୍ତାକ୍ଷରେ ବୈଷ୍ଣବ ବିନୋଦ କେଉ ଜାଣିବ ସଂସାରେ। ବିନା ବୈଷ୍ଣବରେ ଇଏ କଥାର ତତ୍ଵକୁ, ଇଏ କଥାର ମୂଳକୁ କେହି ବୁଝିପାରିବେ ନାହିଁ। ତାହେଲେ ଭକ୍ତିଟା କଣ ଆଉ ମୁକ୍ତିଟା କଣ? ଆମେ ସମସ୍ତେ ଯେତେ ଏଠି ବସିଛେ ଭକ୍ତି ରଖିକି ବସିଛେ। ଯଦି ମନରେ ଭକ୍ତି ନଥାନ୍ତା ତେବେ ଆଜ୍ଞା ଆମେ କେହି ଏଠି ବସି ନଥାନ୍ତେ। ଚିନ୍ତା କଲେ ସନ୍ଧ୍ୟା ସମୟରେ ଆସିଲା ବେଳକୁ ଦେଖିଥିଲି ଏ ଜାଗାଟା ଫୁଲ ହେଇକି ଥିଲା, ମତେ ଭାରି ଖୁସି ଲାଗିଲା। ଏପଟେ ମୋ ମା ମାନେ ମୁଁ ଯେତେବେଳେ ଆସିଲି ବହୁତ ସଂଖ୍ୟାରେ ବସିଥିଲେ, ଦେଖୁଛି ମୁଁ ଧୀରେ ଧୀରେ ଜଣଙ୍କ ପରେ ଜଣେ ଖାଲି ଖାଲି ହେଇ ପଳେଇଲେଣି। ହେ ବାବୁ, ତାହେଲେ ରହିଲା ଭକ୍ତି କୋଉଠି, ରହିଲା ମୁକ୍ତି କୋଉଠି? ପାଇବେ କୁଆଡେ ମୁକ୍ତି? আরে মুক্তি, মুক্তির অর্থ কোন? যদি মুক্তিকে সন্ধি করা যায়, মো কতি মুক্তি কইলে কতি নিকট, মো পাখুকু যেতବେଳେ ମୋ ନିକଟତର ହେଇଯିବୁ, ମୋ ପାଖକୁ ପଳେଇ ଆସିବୁ, ଆପେ ଆପେ ତ ମୁକ୍ତି ପାଇଯିବୁ। ତେବେ ଭକ୍ତି ଆଉ ମୁକ୍ତିର ସଂଜ୍ଞା ନିରୂପଣ କରିବା ପାଇଁ ବୁଝେଇ ଦେବାକୁ ବାହାରି ପଡ଼ିଲେ ଜଣେ ଅନନ୍ୟ ପ୍ରତିଭା। ସେ କିଏ? ସେ ପ୍ରତିଭା ଜଗତ ଯାହାକୁ କହେ ଠାକୁର। ଆରେ କି ଠାକୁର? ପରମ ମହାପାତ୍ର ମନ ଦେଇକି ଟିକେ ଶୁଣଥା। ଜଗତ କହିବ ଠାକୁର। ବୁଢାକୁ ଟିକେ ବୁଝା କିଏ ସେ ଠାକୁର? ଅନେକ ଶାସ୍ତ୍ର ଯେ ପୁରାଣ ଲେଖିବ, ସିଦ୍ଧାନ୍ତ ବଚନ পরম হংস যে নাম বলাইবে, সর্বে বলিবে ঠাকুর। হে জ্ঞানী মন্ডলী আপন
ମାନେ ନିଜ ଗୁଣରେ ବିଚାର କରିବେ। ଅନେକ ଶାସ୍ତ୍ର ଯେ ପୁରାଣ ଲେଖିବ ସିଦ୍ଧାନ୍ତ ବଚନ ତାର ପରମହଂସ ଯେ ନାମ ବୋଲାଇବେ। ବାପା ଡାକିବ ଠାକୁର, ପୁଅ ଡାକିବ ଠାକୁର, ମା ଡାକିବ ଠାକୁର, ଝିଅ ଡାକିବ ଠାକୁର, ନାତି ଡାକିବ ଠାକୁର, ସମସ୍ତେ କହିବେ ଠାକୁର ଠାକୁର ଠାକୁର। ସମସ୍ତେ କହିବେ ସେ କିଏ? ସେ କୋରମୂଳା ଚନ୍ଦ୍ର ଠାକୁର ମୋର ଅଭିରାମ ପରମହଂସ ଅଭିନୟ ସୁନ୍ଦର ନିଜ ରଚନାରେ କହିଲେ, ହେ ବିଶ୍ୱବାସୀ, ହେ ଭକ୍ତ ଭକ୍ତା ମାନେ ଶୁଣ, ଇଏ ଭକ୍ତିଟା କଣ ଆଉ ମୁକ୍ତିଟା କଣ? ମୁକ୍ତି କଣ? ଆମେ ସମସ୍ତେ ମା ଚାହୁଁଛେ ପ୍ରଭୁ ଆମକୁ ମୁକ୍ତି ଦେଇଦେ। ହେ ମା, ଆମେ ସମସ୍ତେ ଚାହୁଁଛେ ହେ ଠାକୁର, ହେ ମା, ହେ ଠାକୁରାଣୀ ଆମକୁ ମୁକ୍ତି ଦେଇଦେ। ଆରେ ମୁକ୍ତିଟା କେମିତି ଆସିବ? ଆଜ୍ଞା କେମିତି ଆସିବ? ଲୁଗାପଟା ଓଦା ହେଇଯିବ। ବହି ହେଲା କଳି ଭାଗବତ। ଠାକୁର ଅଭିରାମ କହିଲେ, କଣ କହିଲେ? କହିଲେ ଭକ୍ତି ଆଗ ମୁକ୍ତି ପଛ ରେ, ମୁକ୍ତି ପଥ ଭକ୍ତି ଆଗ ମୁକ୍ତି ପଥ ରେ, ମୁକ୍ତି ପଥ ভক্তি কি মুক্তি মনে তুঝ হে পরমলা চন্দ্র ঠাকুর অভিরাম পরমহংস অভিনয় সুন্দর মোর কহি দেউছন্তি, হে জ্ঞানী মণ্ডলী, ভক্তি আগ মুক্তি পথ, মুক্তি কি ভক্তি মনে তুচ্ছ। তাহলে আগ কিয়ে আর পছ কিয়ে? ଆଗଟା ଆପଣଙ୍କର ଆଗ, ମୋର କିଏ ପଛ? ମୁକ୍ତି ମାଲ ଆପେ ଆପେ ପଛରେ ଉଡେଇବ, ପଛରେ ଉଡେଇବ ମୁକ୍ତି। ଯଦି ହୃଦୟ ଭିତରେ ଆପଣ ଭକ୍ତିକୁ ସ୍ଥାନ ଦେଇଦେଲେ, ତାହେଲେ ମୁକ୍ତିଟା ବେଶୀ ବାଟ। ଏଣୁ ଭକ୍ତି ଆଗ ମୁକ୍ତି ପଛ, ମୁକ୍ତି କି ଭକ୍ତି ମନେ ତୁଚ୍ଛ। ଯଦି ମନରେ ଭକ୍ତି ଅଛି, ତାଲମା ସବୁ ଅଛି। ଏଇ କଥାକୁ ନେଇ ଏତେ ବାଟ ଆସିଥିଲେ ନା? ତେବେ କାହିଁକି ମୁଁ ଏ କଥା କହୁଛି ନା, ପୂର୍ବରୁ ଗୋଟାଏ କଥା ରହିଯାଇଛି ମହାପାତ୍ରରେ, ଯାହାକୁ ମହାପୁରୁଷ ଅଚ୍ୟୁତ କହିଥିଲେ, ଭକ୍ତି ଦେବା ମୁକ୍ତି ରହି ଥାଇ ଯୁକ୍ତାକ୍ଷରେ, ଏ ବୈଷ୍ଣବ ବିନେବା କେଉ ଜାଣିବେ ସଂସାରେ। ବିନା ବୈଷ୍ଣବରେ କଥାକୁ କେହି ବୁଝି ନାହାନ୍ତି କି ବୁଝିବେ ନା? ତେଣୁ ଆ ଭିତରେ ତତ୍ତ୍ୱ ରହିଲା କୋଉଠି ନା, ଯୋଉମାନେ କହିବେ ନାଇଁ ଭଗବାନ ସୃଷ୍ଟିରେ ନାହାନ୍ତି ବୋଲି, ସେଇମାନଙ୍କ ତୁଣ୍ଡରେ ହିଁ ଭଗବାନ ଅଛନ୍ତି। କେମିତି ନା, ଆପଣ ଆସନ୍ତୁ ସେଇ ଇଂରାଜୀ ସାହିତ୍ୟକୁ। କହିଲେ ଗଡ୍ ଇଜ নো ହିୟାର। নো ହିୟାର, ସେଇ ଭିତରେ ରହିଛି ମୁକ୍ତିଟି। କୋଉଠି ନା, ଯୁକ୍ତାକ୍ଷରରେ। ଇଏ ଯୁକ୍ତାକ୍ଷରଟା ମା କଣ ନା, ଇଏ ହଉଛି ବଡ ଗହନ କଥା, ଇଏ ହଉଛି ବଡ ଜଟିଳ କଥା। ଯଦି ଆପଣ ମାନଙ୍କୁ ସଂକ୍ଷିପ୍ତରେ କୁହାଯାଏ ଯୁକ୍ତାକ୍ଷରର ମାହାତ୍ମ୍ୟ କଣ, ହେମା ସେଇ ହଉଛି ସେଇ ଯୁକ୍ତାକ୍ଷର। ଆମେ ପୂଜା କରୁଛେ ଶିବଙ୍କୁ ଜାଗର ବ୍ରତ ମହାପାତ୍ରରେ। ଆରେ ତାଲବେଶରେ ହର୍ଷେଇ ଦେଇକିରି ବ ଲେଖିଦେଲେ ହେଇଗଲେ ଅକର୍ମ କର୍ମଦାୟକ ଧୂର୍ଚ୍ଛଟି। ଯିଏ ମୁକ୍ତି ଦେବେ ମା ଯୁକ୍ତାକ୍ଷରଟି କିଏ ନା ହର୍ଷେଇ। ସେଇ ଯୁକ୍ତାକ୍ଷରଟିକୁ ତା ଭିତରୁ ଯଦି ଆମେ କାଢିଦବା, ମା ସେଇ ଯୁକ୍ତାକ୍ଷରଟି ଯୋଉ ହର୍ଷେଇ, ହର୍ଷେଇଟାକୁ କାଢିଦେଲେ ସିଏ କଣ ହେଲା? ତାର ମୂଲ୍ୟ ଅଛି? କହିଲେ ଝୁଇବେ ନାହିଁ ତତେ ବୋଲିବେ ମୋରା, ବୋଲିବେ ମୋରା ଭଲା ବୋଲିବେ ମୋରା, ଛୁଇଁବେ ନାହିଁ ତତେ ବୋଲିବେ ମୋରା, ବୋଲିବେ ମୋରା ଭଲା ବୋଲିବେ ମୋରା, ଛକଣ୍ଡି କାଠ ହେବ ତୋ ପାଇଁ ଲୋରା। ମୋ ମା ମାନେ କଣ ଉଠୁ ଟିକେ ପଳେଇ ଯାଉଛନ୍ତି, ମୁଁ ଆଉ କାହା ପାଇଁ ତାହେଲେ କଣ କହିବି? ବାସି ପାଇଟି କରିବେ, ବାସି ପାଇଟି ସକାଳେ ତମେ କରିବେ। ଆପଣ ମାନେ ଆଉ ଯଦି ଘଣ୍ଟାଟିଏ ବସିଥାନ୍ତେ, ମୁଁ ସୁନ୍ଦର କଥା ଶୁଣେଇବି ବୋଲି ମନସ୍ଥ କରିକି ଆସିଥିଲି।
ଯେ ଏ ଭିତରେ ତ ପଶିଗଲେ ଏ କଥାକୁ ଟିକେ ନାକୁ ସମାଧାନ ଦେଲା ପରେ ଆପଣଙ୍କ କଥାକୁ ଯିବି ବୋଲି ଆଉ ଆପଣ ତ ଜଣଙ୍କ ପରେ ଜଣେ ଯଦି ଉଠିଯିବେ ତାହେଲେ ମୁଁ କାହା ମୁହଁକୁ ଚାହିଁ କହିବି ଆଉ ମୋର ଏତେ ବାଟ ଆସିବାର କିଛି ମୂଲ୍ୟ ରହିବନି କେବଳ ଆପଣ ମାନଙ୍କର ସ୍ନେହ ଆଶୀର୍ବାଦ ପାଇଁ ମୋ ମୁହଁକୁ ଚାହିଁକିରି କହୁ ଏତେ ପଥ ପରିଶ୍ରମ କରି ଆଜ୍ଞା ଆମେ ଆସିଛୁ ଯଦି ଆପଣ ମାନେ ଯାଇ ଘରେ ଶୋଇବେ ଏଠି ଆମେ କାହାକୁ ଏ ମାଇକି ଛାମୁଡିବାକୁ କହିବୁ ଆଜ୍ଞା ଆପଣ ମାନଙ୍କର ଯଦି ନିଜ ପୁଅଟିଏ କି ନିଜ ଭାଇଟିଏ ଏଭଳି କିଛି ପରିଶ୍ରମ କରୁଥାନ୍ତା ତାହେଲେ ଆପଣ ମାନେ ଯାଇ ଚୁପଚାପ ଘରେ ଶୋଇପାରନ୍ତେ ତ ହଉ ଯାହା ଆପଣ ମାନଙ୍କର ଇଚ୍ଛା ହଉ ହଉ ତବେ ଯାହା ହଉ ହଁ ଇଏ ସେଇ ଖାନାକୁ ଛେଳି ଆସିଛି ମାନେ ସିଏ ହଣା ଖାଇବ ଯେତେ ମେ ହେଲେ ସିଏ ଛାଡିବ ତେଣୁ ଆମେ ହେଲୁ ମା ସେଇଆ ମୁହଁରେ ପାଉଡର ବୋଳି ଏ ରଙ୍ଗୀନ ଜାମାକୁ ପିନ୍ଧି ଏଠିକି ଆସିଲା ପରେ ଆପଣ ମାନେ ବସନ୍ତୁ ବା ନ ବସନ୍ତୁ ଆମକୁ ହୋ ହୋ ହବାକୁ ହିଁ ପଡିବ ତେବେ ଆପଣ ମାନେ ବସିଲେ କଣ ହବ ନା ଆମର କିଛି ପାଠ ମନେ ପଡିଯିବ ଯାହା ଆପଣ ମାନଙ୍କ ଉଦ୍ଦେଶ୍ୟରେ ଯାହା ଜୀବନ ଚରିତ୍ର ଗଠନରେ ସହାୟକ ହେବ ଏବଂ ସଂସାରରେ ସଂସ୍କାର ଆଣିବା ପାଇଁ ମୂଲ୍ୟବୋଧ ସୃଷ୍ଟି କରିବ ତେଣୁ ଯଦି ଆପଣ ମାନେ ନ ରହିବେ କାଠ ପଥର ପାଷାଣକୁ ଆମେ ଦେଖିକି ଯାହା ଆସିବ ତା ଦି ଚାରି ପଦ ଗାଇଦେବୁ ଆଜିକାଲି କଣ ଚାଲିନି ପାଲା ଓ ମହାବାଦରେ ମଞ୍ଚ ଉପରୁ ଆସିକି ଧେଗିଡି ଧେଗିଡି ନାଚ କରିଦେଇ ଦି ଚାରି ପଦ ଗାଇଦେଇ ଗୋଟେ ଆଇ ମା କାହାଣୀ କହିଦେଇ ପଳେଇଲେ ଆରେ ସେ ପାଲାକୁ ଛାଡ ଦେଖ ଦିନ ରସ କୋଉଠି ଅଛି ଯୁକ୍ତାକ୍ଷର ଆରେ ନାଇଁ ରେ ଆଜ୍ଞା ସେ ରସ ତ ନବରସକୁ ନେଇ ପାଲା ସିଏ ବି ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ ହଉଛି ଏ ପାଲାର କିନ୍ତୁ ଜୀବର ମୁକ୍ତି କାହିଁ ସେଥିରେ ସମାଜ ପାଇଁ ବାର୍ତ୍ତା କାହିଁ ସେଥିରେ ସମାଜ ସଂସ୍କାର ହବ କେମିତି ହବ ସଂସ୍କାର ସେମିତି କାମ କରିବା ନା କଳାକାର ନହେଲେ ମଧ୍ୟ ଇଏ ଓଡିଶାର ଜଣେ ବରଣ୍ୟ ପ୍ରତିଭା ଆମ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ଯିଏ ହଉଛନ୍ତି ସଭାପତି ଶ୍ରୀଯୁକ୍ତ ବିନାୟକ ରଥ ମହୋଦୟ ଓଡିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ପୁଅ ସେ ହଉଛନ୍ତି ଏଇ ଗାଁର ପୁଅ ଆରେ ନିର୍ଲଜ ଯିଏ ସଭାପତି ବର୍ତ୍ତମାନ ଅଛନ୍ତି ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ଆମ ବାସୁଦେବ ଭାଇନାଙ୍କ ବଡ ଭାଇନା କହିଲି ଏଇଠି ବସିଛନ୍ତି କି ନାହିଁ ପୁରା କାଲି ଆସିଥିଲେ ପଳେଇଲେ କାମ ଅଛି ସାଡେ ଆଉ କଣ ମହାପାତ୍ରରେ ଆଜ୍ଞା କଣ କରିବା ଏଭଳି ପାଲା ପରିବେଷଣ କରନ୍ତି ଯୋଉମାନେ ସେମାନଙ୍କୁ ଦେଖି 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 ଏସବୁ ଜିନିଷକୁ ଶିଖା ହେଇଛି ତନ ମଧ୍ୟରେ କଣ କହିବି ଯୁଗ ଜନ୍ମା ପୁଅ ଓଡିଶାର କିଏ ଜାଣିଛ ସ୍ୱର୍ଗତ ଗାୟକ ରତ୍ନ ଲୋକନାଥ କର ମହୋଦୟଙ୍କର ଦାୟଦ ପରମ ପୂଜ୍ୟ ଦକ୍ଷିଣ କେଶରୀ ଶ୍ରୀଯୁକ୍ତ ରାମଚନ୍ଦ୍ର କର ମହୋଦୟ ଯିଏ ବର୍ତ୍ତମାନ ଅସୁସ୍ଥତା ଅବସ୍ଥାରେ ରହି ମଧ୍ୟ ପାଲା ପରିବେଷଣ କରୁଛନ୍ତି ଆଜି ଜଗତକର୍ତ୍ତା ବିଶ୍ୱନିୟନ୍ତା ନାରାୟଣଙ୍କ ନିକଟରେ ଏତିକି ଅଳି ହେ ପ୍ରଭୁ ନାରାୟଣ ଅନେକ ବରଣ୍ୟ ପ୍ରତିଭାଙ୍କୁ ଅନେକ ବରଣ୍ୟ ସେବକଙ୍କୁ ଆପଣ ଆପଣଙ୍କ ପାଖକୁ ନେଇଗଲେଣି ଇତିମଧ୍ୟରେ ସେ ଦୁଃଖ ଦିଅନ୍ତୁନି ତାଙ୍କୁ ଆରୋଗ୍ୟ କରନ୍ତୁ ତାଙ୍କୁ ଆହୁରି ପୂର୍ଣ୍ଣ ପରମାୟୁ ପ୍ରଭୁ ପ୍ରଦାନ କରନ୍ତୁ ସଶକ୍ତ କରନ୍ତୁ ଓଡିଶାର ଦକ୍ଷିଣ କେଶରୀ ଭାବରେ ଯେତିକି କୀର୍ତ୍ତି ଅର୍ଜନ କରିଛନ୍ତି ଆଉ କିଛି ଦିନ ଆଉ କିଛି ବର୍ଷ ଆମ ମାନଙ୍କୁ ଆଶୀର୍ବାଦ କରନ୍ତୁ ବାଟ ପଥ ପ୍ରଦର୍ଶକ ହୁଅନ୍ତୁ ଆମ ସମସ୍ତଙ୍କର ସର୍ବେ ବୋଲ ଆନନ୍ଦ କୁମାର ତେବେ ଏତେ କଥା କାହିଁକି ବାବୁ ନା ଗଡ ଇଜ नो होयार ମହାପାତ୍ରରେ ଆଜ୍ଞା नो NO होयार WHERE ଟିକେ କମା ଦେବା ଅଚ୍ୟୁତ କଣ କହିଲେ ଭକ୍ତି ଦେବା ମୁକ୍ତି ରହିଥାଇ ଯୁକ୍ତାକ୍ଷର ଭିତରେ ଭାଇନା ଯୁକ୍ତାକ୍ଷରଟା କେମିତି ନା ଆପଣ ଦେଖନ୍ତୁ ନାସ୍ତିକ କହିଲେ ଯେ ଭଗବାନଙ୍କର ସ୍ଥିତି ନେଇ ଭଗବାନ ନାହାନ୍ତି କିନ୍ତୁ ଆସ୍ତିକ କହିଲେ that time I can say God is now here ମୁଁ ଦୃଢତାର ସହ କହିପାରେ ଯେ ଭଗବାନ ମୋର ଏଇଠି ଅଛନ୍ତି ତାହେଲେ କେମିତି ଅଛନ୍ତି ମା ମହାପୁରୁଷ ଅଚ୍ୟୁତଙ୍କ ନ୍ୟାୟ ଯୁକ୍ତାକ୍ଷରକୁ ଆମେ ଟିକେ ଚିହ୍ନିବା ଜାଣିବା ନା नो होयार WHERE ये WHERE ରୁ W ଟିକି କାଢି NO ପାଖରେ ରଖିଦିଅ ମହାପାତ୍ରରେ NOW ନାଉ କହିଲେ ବର୍ତ୍ତମାନ होयार
WHERE ডব্লু কাଢି ଦେଲା ପରେ ରହିଲା କଣ HERE ହିଅର ହିଅର କହିଲେ ଏଇଠି କିଏ କହିଲା ଏକ ଭାଇ ଯୋଉ ନାସ୍ତିକ ମା କହୁଥିଲା ଭଗବାନ କୋଉଠି ନାହାନ୍ତି ବୋଲି ଆଚ୍ଛା ସେଇ କହିଲା ଭଗବାନ ଏଇଠି ଅଛନ୍ତି ରେ ସେଦିନ ଏଇଭଳି ମହାମୂର୍ଖ ଆପଣ ମାନଙ୍କର ହିରଣ୍ୟକଶ୍ୟପ କହିଥିଲା କହିଲା ଭଗବାନ କୋଉଠି ନାହାନ୍ତି କୋଉଠି ନାହାନ୍ତି ଦୃଢତାର ସହ ଖଣ୍ଡନ କରିଥିଲା ଭକ୍ତ ପ୍ରକୃତି ଆହ୍ଲାଦ ଦୈତ୍ୟ ପ୍ରହ୍ଲାଦ କହିଲା ହେ ବାପା କିଏ କହିଲା ଭଗବାନ ନାହାନ୍ତି ବୋଲି ଭଗବାନ ଅଛନ୍ତି ଗଡ ଇଜ ନାଓ ହିଅର ଭଗବାନ ଏଇଠି ଅଛନ୍ତି ଯଦି ଭକ୍ତିରେ ମନ ଦବ ତେବେ ପ୍ରଭୁ ମୋର ଅଛନ୍ତି କହିଲା କିଏ ସେ କହିବ ମୋ ପ୍ରଭୁ କେଉଁଠାରେ ଅଛି ହୋ ସବୁଠାରେ ଅଛି ହରି କେଉଁଠାରେ ନାହିଁ ହୋ କେଉଁଠାରେ ନାହିଁ ସବୁଠାରେ ଅଛି ହରି କେଉଁଠାରେ ନାହିଁ ହୋ କେଉଁଠାରେ ନାହିଁ ଖନ୍ତି ତାକୁ ନ ଦେଖନ୍ତି କେହି ହୋ ନ ଦେଖନ୍ତି କେହି ତାକୁ ନ ଦେଖନ୍ତି କେହି ହୋ ନ ଦେଖନ୍ତି କେହି ହସି ହସାଉଥି ପୁଣି କାନ୍ଦି କନ୍ୟା ବୁଝି ହୋ କେବେ ଉଠି କେବେ ଉଠି କିଏ ସେ କହିବ ଗାୟକ ରତ୍ନ ଲୋକନାଥଙ୍କର ମହୋଦୟ ସ୍ୱକୀୟ ରଚନାରେ ପ୍ରତିପାଦନ କରିବାକୁ ଯାଇ ପଦଟିଏ କହିଲେ